ନୀଳଗିରି ପାହାଡ଼ ପାଦଦେଶରେ ଥିବା ଏକ ଛୋଟ ଗାଁ ଚନ୍ଦନପୁର। ଗାଁର ପରିବେଶ ଯେତିକି ଶାନ୍ତ ଥିଲା, ସେଠାକାର ଲୋକମାନେ ମଧ୍ୟ ସେତିକି ଥିଲେ ସରଳ। ସେହି ଗାଁର ସବୁଠାରୁ ପ୍ରିୟ ଯୁବକ ଥିଲା ଚନ୍ଦନ। ଚନ୍ଦନ କେବଳ ନାମରେ ନୁହେଁ, ଗୁଣରେ ମଧ୍ୟ ଚନ୍ଦନ ପରି ଶୀତଳ ଏବଂ ସୁଗନ୍ଧିତ ଥିଲା। ତା'ର ହସମୁହଁ ଚେହେରା ଯେକୌଣସି ଦୁଃଖୀ ମଣିଷର ମନକୁ ହାଲୁକା କରିଦେବାର ଶକ୍ତି ରଖୁଥିଲା। ଶୀତ ଦିନର ଏକ ସକାଳ, କୁହୁଡ଼ି ଘେରା ପରିବେଶରେ ଚନ୍ଦନ ଓ ତା'ର 5-6 ଜଣ ସାଙ୍ଗ ମିଶି ଜଙ୍ଗଲକୁ ଭୋଜି କରିବାକୁ ବାହାରିଲେ। ସମସ୍ତେ ବହୁତ ଉତ୍ସାହିତ ଥିଲେ। ହାତରେ ଚାଉଳ, ଡାଲି ଓ ପନିପରିବା ଧରି ସେମାନେ ଗଭୀର ଜଙ୍ଗଲ ଭିତରକୁ ପ୍ରବେଶ କଲେ। ଜଙ୍ଗଲର ପକ୍ଷୀମାନଙ୍କ କାକଳି ଏବଂ ଝରଣାର କୁଳୁକୁଳୁ ନାଦ ସେମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଉଥିଲା। ହସଖୁସି ଏବଂ ମଜାମଜଲିସ୍ରେ ଚନ୍ଦନ ଏକ ରଙ୍ଗୀନ ପ୍ରଜାପତି ପଛରେ ଦୌଡ଼ି ଦୌଡ଼ି ଅଜାଣତରେ ବହୁତ ଦୂରକୁ ଚାଲିଗଲା। ଯେତେବେଳେ ସେ ପଛକୁ ଚାହିଁଲା, ଦେଖିଲା ଚାରିଆଡ଼େ କେବଳ ଘଞ୍ଚ ଜଙ୍ଗଳ। ତା'ର ସାଙ୍ଗମାନଙ୍କର କୌଣସି ପତା ନଥିଲା। ସେ ଜୋରରେ ପାଟି କରି ଡାକିଲା, ରାହୁଲ, ସୁମିତ, ତୁମେ କେଉଁଠାରେ ଅଛ? କିନ୍ତୁ କେବଳ ନିଜର ପ୍ରତିଧ୍ୱନି ହିଁ ଫେରିଆସିଲା। ବାଟ ଖୋଜୁ ଖୋଜୁ ଚନ୍ଦନ ଏକ ଏମିତି ସ୍ଥାନରେ ପହଞ୍ଚିଲା ଯେଉଁଠାରେ ସୂର୍ଯ୍ୟ କିରଣ ମଧ୍ୟ ଭୂମିକୁ ସ୍ପର୍ଶ କରିବାକୁ ସଂଘର୍ଷ କରିଥିଲା। ସେଠାରେ ଏକ ବରଗଛ ମୂଳେ ଜଣେ ଜଟାଧରି ବାବା ବସିଥିଲେ। ତାଙ୍କ ଶରୀରରେ ଭସ୍ମ ଲେପନ ହୋଇଥିଲା ଏବଂ ସେ ଗଭୀର ଧ୍ୟାନରେ ମଗ୍ନ ଥିଲେ। ତାଙ୍କ ଚାରିପଟେ ଏକ ଦିବ୍ୟ ତେଜ ଖେଳି ବୁଲୁଥିଲା। ଚନ୍ଦନ ଭୟରେ ଏବଂ ବ୍ୟାକୁଳତାରେ ବାବାଙ୍କ ପାଖକୁ ଗଲା। ସେ ଭାବିଲା, ହୁଏତ ବାବା ତାକୁ ବାହାରକୁ ଯିବା ରାସ୍ତା ଦେଖାଇଦେବେ। ସେ ବାବାଙ୍କ କାନ୍ଧକୁ ସାମାନ୍ୟ ସ୍ପର୍ଶ କରି ଧୀରେ କହିଲା, ବାବା ଶୁଣନ୍ତୁ, ମୁଁ ବାଟ ଭୁଲି ଯାଇଛି, ଦୟାକରି ମୋତେ ସାହାଯ୍ୟ କରନ୍ତୁ। କିନ୍ତୁ ସେହି ସ୍ପର୍ଶରେ ବାବାଙ୍କର ଦୀର୍ଘ ବର୍ଷର ତପସ୍ୟା ଭଙ୍ଗ ହୋଇଗଲା। ବାବା କ୍ରୋଧରେ ନିଜର ଆଖି ଖୋଲିଲେ। ତାଙ୍କ ଆଖି ଦୁଇଟି ନିଆଁ ଭଳି ଜଳୁଥିଲା। ସେ ଗର୍ଜନ କରି କହିଲେ, ରେ ପାପିଷ୍ଠ, ତୁ ଜାଣିନୁ ମୁଁ ବ୍ରହ୍ମ ସାଧନାରେ ଥିଲି। ତୁ ମୋର ଏତେ ବର୍ଷର ପରିଶ୍ରମକୁ ଧୂଳିସାତ୍ କରିଦେଲୁ। ମୋର ଧ୍ୟାନ ଭଙ୍ଗ କରିଥିବାରୁ ମୁଁ ତୋତେ ଅଭିଶାପ ଦେଉଛି। ଆଜିଠାରୁ ମାତ୍ର କିଛି ଦିନ ମଧ୍ୟରେ ତୋର ଅକାଳ ମୃତ୍ୟୁ ହେବ। ଚନ୍ଦନର ପାଦ ତଳୁ ମାଟି ଖସିଗଲା। ସେ ଭୟରେ ବାବାଙ୍କ ପାଦ ତଳେ ପଡ଼ି କାନ୍ଦିବାକୁ ଲାଗିଲା। ସେ କହିଲା, ବାବା ମୋତେ କ୍ଷମା କରିଦିଅନ୍ତୁ। ମୁଁ ଜଣେ ସାଧାରଣ ବାଳକ। ମୁଁ ଜାଣିନଥିଲି ଆପଣ ଧ୍ୟାନରେ ଅଛନ୍ତି। ମୁଁ କେବଳ ମୋ ସାଙ୍ଗମାନଙ୍କୁ ଖୋଜୁଥିଲି। ଚନ୍ଦନର ନିଷ୍ପାପ ଆଖି ଓ ସରଳତା ଦେଖି ବାବାଙ୍କ ମନ ଶାନ୍ତ ହେଲା। ସେ ବୁଝିପାରିଲେ ଯେ ସେ କ୍ରୋଧରେ ଆସି ବହୁତ ବଡ଼ ଭୁଲ କରିଦେଇଛନ୍ତି। କିନ୍ତୁ ଋଷିଙ୍କ ବାଣୀ ଅମୋଘ, ଯାହା ଥରେ ବାହାରି ଯାଇଛି ତାହା ମିଥ୍ୟା ହେବ ନାହିଁ। ବାବା ଦୟାର୍ଦ୍ଧ ହୋଇ କହିଲେ, ବତ୍ସ, ମୋର ବାଣୀ ମିଥ୍ୟା ହେବ ନାହିଁ, କିନ୍ତୁ ତୋତେ ଏକ ବରଦାନ ଦେଉଛି ଯାହା ତୋତେ ସାହାଯ୍ୟ କରିବ। ମୁଁ ତୋତେ ଏକ ଦିବ୍ୟ ଶକ୍ତି ପ୍ରଦାନ କରୁଛି। ଯଦି କୌଣସି ବ୍ୟକ୍ତି ବା ପ୍ରାଣୀ ମୃତ୍ୟୁ ମୁଖରେ ପଡ଼ିଥାଏ, ତୁ ତାକୁ ଛୁଇଁଦେଲେ ସେ ଜୀବନ୍ତ ହୋଇ ଉଠିଯିବ। କିନ୍ତୁ ମନେ ରଖ, ତୁ ଯେତେଥର ତାହାକୁ ବଞ୍ଚାଇବୁ, ସେତିକି ପରିମାଣରେ ତୋର ନିଜର ଆୟୁ କମି କମିଯିବ। ଯଦି ତୁ କାହାକୁ ନ ବଞ୍ଚାଉ, ତେବେ ପ୍ରକୃତରେ ଯେତିକି ଦିନ ବଞ୍ଚିଥାନ୍ତୁ ସେତିକି ଦିନ ହିଁ ବଞ୍ଚିବୁ। ବାବା ଚନ୍ଦନକୁ ଜଙ୍ଗଲରୁ ବାହାରକୁ ଯିବା ବାଟ ମଧ୍ୟ ଦେଖାଇଥିଲେ। ଚନ୍ଦନ ଭାରି ମନରେ ଘରକୁ ଫେରିଲା। ଚନ୍ଦନ ଘରକୁ ଫେରି ସାଧାରଣ ଜୀବନଯାପନ କଲା। ଦିନେ ଗାଁର ଜଣେ ବ୍ୟକ୍ତିଙ୍କର ହଠାତ୍ ମୃତ୍ୟୁ ଘଟିଲା। ଚାରିଆଡ଼େ କ୍ରନ୍ଦନ ରୋଳ ଉଠିଲା। ଚନ୍ଦନ ସେଠାରେ ଯାଇ ଛିଡ଼ା ହେଲା। ବ୍ୟକ୍ତିଙ୍କର ଗୋଟିଏ ବୋଲି ସନ୍ତାନ ଥିଲା ଓ ତାଙ୍କର ସ୍ତ୍ରୀଙ୍କ ମଧ୍ୟ ଦେହାନ୍ତ ହୋଇସାରିଥିଲା। ମୃତ ବ୍ୟକ୍ତିଙ୍କର ସନ୍ତାନର ବୟସ ମାତ୍ର 10 ବର୍ଷ। ମୃତ ବ୍ୟକ୍ତିଙ୍କୁ ଛାଡ଼ିଦେଲେ ତାଙ୍କ ସନ୍ତାନର ଆଉ ଏ ଦୁନିଆରେ କେହି ନାହାନ୍ତି। ଚନ୍ଦନ ଭାବିଲା ଯେ ମୃତ ବ୍ୟକ୍ତିଙ୍କୁ ନିହାତି ବଞ୍ଚାଇବାକୁ ପଡ଼ିବ। ହେଲେ ସେ ଜାଣିଥିଲା ଯେ ଯଦି ସେ ବ୍ୟକ୍ତିଙ୍କୁ ବଞ୍ଚାଏ, ତେବେ ତା'ର ଆୟୁ ମଧ୍ୟ କିଛି ମାସ କମିଯିବ। ଚନ୍ଦନ ତା ନିଜ ବିଷୟରେ ନ ଭାବି ସେ ଗୁପ୍ତରେ ଯାଇ ମୃତ ଶରୀରକୁ ସ୍ପର୍ଶ କଲା। ଆଶ୍ଚର୍ଯ୍ୟଜନକ ଭାବେ ବ୍ୟକ୍ତି ଜଣକ ଆଖି ଖୋଲିଲେ। ସମସ୍ତେ ଏକ ଚମତ୍କାର ବୋଲି ଭାବିଲେ, କିନ୍ତୁ ଚନ୍ଦନୀ ଜାଣିଥିଲା ଯେ ସେ ନିଜ ଜୀବନର କିଛି ଦିନକୁ ହରାଇ ସାରିଛି। ଏମିତି ବାରମ୍ବାର ହେଲା। କେତେବେଳେ କୌଣସି ଦୁର୍ଘଟଣାରେ ମୃତ୍ୟୁ କରିଥିବା ଯୁବକ ତ କେତେବେଳେ ଗୋଟିଏ ଛୋଟ ପକ୍ଷୀ। ଚନ୍ଦନ ସମସ୍ତଙ୍କୁ ଜୀବନ ଦେଲା। ଏମିତି ଅନେକଙ୍କ ଜୀବନ ବଞ୍ଚାଇବା ଫଳରେ ଚନ୍ଦନର ଆୟୁ ଧୀରେ ଧୀରେ କମିବାକୁ ଲାଗିଲା। ଚନ୍ଦନର ଶରୀର ଧୀରେ ଧୀରେ କ୍ଷୀଣ ହେବାକୁ ଲାଗିଲା। ତା'ର ଚେହେରାରେ ଉଜ୍ଜ୍ୱଳତା କମିଗଲା। ଏମିତି କିଛି ଦିନ ଗଲା। ଚନ୍ଦନ ଗୋଟେ ଗାଁକୁ ବୁଲିବାକୁ ଯାଇଥାଏ। ଏକ ଛୋଟିଆ କୁଡ଼ିଆ ଘରେ ଜଣେ ବିଧବା ମା ତା'ର 5 ବର୍ଷର ପୁଅର ଶବକୁ ଧରି ପାଗଳି ଭଳି କାନ୍ଦୁଥିଲା। ଶିଶୁଟି ସର୍ପାଘାତରେ ମୃତ୍ୟୁବରଣ କରିଥିଲା। ସେ ମାର କରୁଣ ଚିତ୍କାରରେ ଆକାଶ ପାତାଳ ଏକ ହୋଇଯାଉଥିଲା। ସେ କହୁଥିଲା, ରେ ଭଗବାନ, ମୋ ପୁଅ ବଦଳରେ ମୋତେ ନେଇଯା, କିନ୍ତୁ ଏହାକୁ ବଞ୍ଚାଇ ଦିଅ। ଚନ୍ଦନ ସେଠାରେ ଅଟକିଗଲା। ସେ ନିଜ ମନକୁ ପଚାରିଲା, ଯଦି ମୁଁ ଏ ଶିଶୁଟିକୁ ବଞ୍ଚାଏ, ତାହେଲେ ମୋର ମୃତ୍ୟୁ ସୁନିଶ୍ଚିତ। କିନ୍ତୁ ଯଦି ମୁଁ ମରିଯାଏ, କେବଳ ଜଣେ ମଣିଷ କମିଯିବ। ହେଲେ ଯଦି ଏହି ପିଲାଟି ମରିଯାଏ, ତେବେ ଏହି ମା ଜୀବନ୍ତ ଥାଇ ମଧ୍ୟ ମରିଯିବ। ଚନ୍ଦନ ଜାଣିଥିଲା, ଯଦିଓ ସେ ଛୁଆଟିକୁ ବଞ୍ଚାଏ, ତେବେ ସେ ସେହି କ୍ଷଣି ହିଁ ମୃତ୍ୟୁବରଣ କରିବ। କିନ୍ତୁ ସେ କୌଣସି ଦ୍ୱିଧା କଲା ନାହିଁ। ସେ ପିଲାଟିର ମଥାକୁ ସ୍ପର୍ଶ କଲା। ଚନ୍ଦନର ସ୍ପର୍ଶ ମାତ୍ରକେ ପିଲାଟି ଜୀବନ୍ତ ହୋଇପଡ଼ିଲା। ପିଲାଟିର ମା ପିଲାକୁ ଓଳେଇ ପକାଇ ବହୁତ କାନ୍ଦିଲା। ସେହି ଖୁସିର ପରିବେଶକୁ ଦେଖି ଚନ୍ଦନ ମଧ୍ୟ ବହୁତ ଖୁସି ହୋଇଗଲା। ଚନ୍ଦନ ସେଠାରୁ ବାହାରିବାକୁ ଲାଗିଲା। ସେ ଗାଁରୁ କିଛି ବାଟ ଯାଇଛି କି ନାହିଁ, ହଠାତ୍ ପଡ଼ିଗଲା। ଭାଗ୍ୟକୁ ସେହି ବାଟ ଦେଇ ସେ ବାବା ମଧ୍ୟ ଆସୁଥିଲେ, ଯିଏକି ଚନ୍ଦନକୁ ଅଭିଶାପ ଦେଇଥିଲେ। ବାବା ସେହି ଗାଁକୁ ଭିକ୍ଷା ପାଇଁ ଆସିଥିଲେ। ବାବା ଦେଖିଲେ ଚନ୍ଦନ ଭୂମିରେ ପଡ଼ିଛି ଏବଂ ତା'ର ଆତ୍ମା ଶରୀର ତ୍ୟାଗ କରିସାରିଛି। ବାବା ନିଜର ଯୋଗ ବଳରେ ଦେଖି ସବୁ ଜାଣିପାରିଲେ କିପରି ଚନ୍ଦନ ନିଜର ପ୍ରତିଟି ମୁହୂର୍ତ୍ତ ଅନ୍ୟ ପାଇଁ ଖର୍ଚ୍ଚ କରିଦେଇଛି। ବାବାଙ୍କ ଆଖିରେ ଲୁହ ଝରିଲା। ସେ ଅନୁଭବ କଲେ ଯେ ଜଣେ ମଣିଷର ଦୟା ତାଙ୍କର ତପସ୍ୟା ଠାରୁ ମଧ୍ୟ ବହୁତ ବଡ଼। ସେ
ସେହିଠାରେ ବସି ଗଭୀର ପ୍ରାର୍ଥନା କଲେ। ସେ କହିଲେ, ହେ ସୃଷ୍ଟିକର୍ତ୍ତା, ମୋତେ କ୍ଷମା କରନ୍ତୁ। ମୁଁ ଜଣେ ଅଭିଶାପ ଦାତା ଭାବେ ଏହି ପୁଣ୍ୟାତ୍ମାର ଜୀବନ ନେଇଛି, କିନ୍ତୁ ସେ ଏହି ସଂସାର ପାଇଁ ଅତ୍ୟନ୍ତ ଆବଶ୍ୟକ। ମୋର ସମସ୍ତ ପୁଣ୍ୟ ଏବଂ ଜୀବନର ଅଧା ଆୟୁ ଏହି ଯୁବକକୁ ମିଳୁ ଓ ସେ ଜୀବନ୍ତ ହୋଇପଡ଼ୁ। କିଛି ସମୟ ପରେ ଚନ୍ଦନ ଶରୀରରେ ପୁଣି ଥରେ ଶିହରଣ ଖେଳିଗଲା। ସେ ଆଖି ଖୋଲିଲା ଏବଂ ଦେଖିଲା ସାମ୍ନାରେ ବାବା ଛିଡ଼ା ହେଇଛନ୍ତି। ବାବା ତାକୁ କୁଣ୍ଡେଇ ଧରି କହିଲେ, ଚନ୍ଦନ, ତୁ ଜଣେ ସାଧାରଣ ଯୁବକରୁ ଆଜି ଗୋଟେ ମହାନ ଆତ୍ମା ପାଲଟିଗଲୁ। ମୃତ୍ୟୁ ତୋତେ ଛୁଇଁ ପାରିବ ନାହିଁ, କାରଣ ତୁ ଅନ୍ୟର ଜୀବନ ମଧ୍ୟରେ ବଞ୍ଚିବା ଶିଖିଛୁ। ଚନ୍ଦନ ପୁଣି ଥରେ ଘରକୁ ଫେରିଲା। ଏଥର ତା ପାଖରେ କୌଣସି ଅଭିଶାପ ନଥିଲା, ବରଂ ଥିଲା ଅଜସ୍ର ଆଶୀର୍ବାଦ। ସେ ଏକ ସୁନ୍ଦର ପରିବାର ଗଢ଼ିଲା ଏବଂ ଶେଷ ପର୍ଯ୍ୟନ୍ତ ଲୋକମାନଙ୍କର ସେବା କରି ଚାଲିଲା। ଏହି କାହାଣୀରୁ ଆମେ କ'ଣ ଶିଖିଲେ? ଯଦି ହୃଦୟ ନିର୍ମଳ ଥାଏ ଓ ସତ୍କର୍ମ କରାଯାଏ, ତେବେ ଅଭିଶାପ ମଧ୍ୟ ଆଶୀର୍ବାଦରେ ପରିଣତ ହୋଇଯାଏ। ତେବେ ଦର୍ଶକ ବନ୍ଧୁ, ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଓ ଏହିଭଳି କାହାଣୀ ଆଗକୁ ଶୁଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିପାରିବେ। ଭିଡ଼ିଓଟି ଦେଖିଥିବାରୁ ବହୁତ